ତାଙ୍କ ସ୍ତ୍ରୀ ସୀମା, ତାଙ୍କ ବଡ଼ ପୁଅ ୟଶ, ତାଙ୍କ ସାନ ଝିଅ ସୋନି, ସେମାନେ ପ୍ରତିଦିନ ପ୍ରାତଃ କାଳରେ ସେମାନଙ୍କର ଗୃହରେ ସେବା ଉପାସନା କାର୍ଯ୍ୟ କରିଥାନ୍ତି। ତାପରେ ବାପା ଅଫିସ ଚାଲିଯାଆନ୍ତି। ୟଶ ଓ ସୋନି ସ୍କୁଲ ଯାଆନ୍ତି ଆଉ ମା ଘର କାମ ସବୁ କରନ୍ତି। ସନ୍ଧ୍ୟା ସମୟରେ ମଧ୍ୟ ଠିକ୍ ସେହିପରି ବାପା ଅଫିସରୁ ଫେରିଲା ପରେ ପରିବାରର ସମସ୍ତେ ମିଶି ପ୍ରଭୁଙ୍କର ଉପାସନା କରିଥାନ୍ତି। ଉପାସନା ସରିବା ପରେ ବିଜୟ ବାବୁ ସମସ୍ତଙ୍କୁ କହନ୍ତି ଯେ ଏ ବର୍ଷ ପ୍ରଭୁଙ୍କର ଜନ୍ମଦିନକୁ ଆମ ଭିତରେ ପାଳନ ନ କରି ଅନ୍ୟମାନଙ୍କ ସହିତ ଯୋଗ ଦେଇ ପାଳନ କରିବାକୁ ଆମେ ଚେଷ୍ଟା କରିବା। ୟଶ ଆଉ ସୋନି ବାପାଙ୍କୁ ପଚାରିଲେ କିପରି କରିବା? ତାଙ୍କ ସ୍ତ୍ରୀ ସୀମା ମଧ୍ୟ ପଚାରିଲେ ଆମେ କ'ଣ ଅନ୍ୟମାନଙ୍କୁ ଘରକୁ ଡାକିବା, କିଛି ଖାଦ୍ୟ ପ୍ରସ୍ତୁତ କରିବାକୁ ହେବ କି? ୟଶ ଓ ସୋନି ପଚାରୁଛନ୍ତି ଆମେ କ'ଣ ତାଙ୍କୁ ଡ୍ରେସ୍ ଦେବା ବା କିଛି ଗିଫ୍ଟ ତାଙ୍କ ପାଇଁ କିଣିବା? ଏସବୁ ଶୁଣି ବିଜୟ ବାବୁ କହିଲେ ହଁ, ପ୍ରଭୁ ଆମକୁ ଯାହା ଯାହା ସବୁ ଦେଇଛନ୍ତି ଆମେ ସେଥିରେ ଆନନ୍ଦ କରିବା ସହିତ ଅନ୍ୟମାନଙ୍କୁ ନେଇ ଆନନ୍ଦ ଉପଭୋଗ କରିବା। ପ୍ରଭୁ ଯୀଶୁଙ୍କର ଜନ୍ମ ଦିବସକୁ ଏପରି ପାଳନ କରିବାରେ ପ୍ରଭୁ ଆହୁରି ଖୁସି ହୁଅନ୍ତି। ୟଶ ଓ ସୋନି ସୀମା ସମସ୍ତେ ମିଶି ହଁ ଆମେ ବି ଇଚ୍ଛା କରୁଛୁ ଯେପରି ପ୍ରଭୁ ଯୀଶୁଙ୍କର ଜନ୍ମଦିନକୁ ପାଳନ କରିବା, ଠିକ୍ ସେହିପରି ଅନ୍ୟମାନେ ମଧ୍ୟ ପ୍ରଭୁଙ୍କର ଜନ୍ମଦିନକୁ ପାଳନ କରନ୍ତୁ ଏବଂ ଆନନ୍ଦ ପାଆନ୍ତୁ। ସେଦିନ ବଡ଼ଦିନର ସକାଳ ବିଜୟ ବାବୁ ରହିଥିବା ସହରଠାରୁ କିଛି ଦୂରରେ ଏକ ଗ୍ରାମରେ କିଛି ଗରିବ ପରିବାର ଗୁଡ଼ିକ ଅଛନ୍ତି। ଆଉ ବିଜୟ ବାବୁ ସେ ସପରିବାରରେ ସେହି ଗ୍ରାମକୁ ଯାଇ ଲୋକମାନଙ୍କୁ କିଛି ସାହାଯ୍ୟ କରିଲେ। ସେଠାକାର ଲୋକମାନେ ମଧ୍ୟ ଏହି ସାହାଯ୍ୟ ପାଇ ପ୍ରଭୁଙ୍କୁ ଧନ୍ୟବାଦ ଜଣାଇଲେ ଓ ପ୍ରାର୍ଥନା କରିଲେ। ପ୍ରିୟ ପ୍ରଭୁ, ତୁମେ ଆମକୁ ପ୍ରେମ କରିଲ ବୋଲି ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ, ତୁମେ ଆମ ପ୍ରାର୍ଥନା ଶୁଣିଲ, ସାହାଯ୍ୟ କରିଲ, ବସ୍ତ୍ର ଦେଲ, ଖାଦ୍ୟ ଦେଲ, ତୁମର ଉପସ୍ଥିତି ମଧ୍ୟ ଦେଲ ବୋଲି ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ଯୀଶୁଙ୍କର ଜନ୍ମଦିନରେ ବିଜୟ ବାବୁଙ୍କ ଘରେ ଲାଗିଥିବା ତାରା ଏହା ସଂକେତ ଦିଏ ଯେ ପ୍ରକୃତରେ ଏ ବର୍ଷର ବଡ଼ଦିନକୁ ସେମାନେ ଖୁବ୍ ସୁନ୍ଦର ଭାବରେ ପାଳନ କରିଛନ୍ତି। ଆସନ୍ତୁ ଆମେ ସମସ୍ତେ ମଧ୍ୟ ନିଜ ନିଜକୁ ସମୀକ୍ଷା କରି ଦେଖିବା ଏ ବର୍ଷର ବଡ଼ଦିନ କିପରି ପାଳନ କରିବାକୁ ସ୍ଥିର କରିଛୁ। ଧନ୍ୟବାଦ।